ହାତରେ ଶସ୍ତ୍ର ଧରି ହୃଦୟରେ ସ୍ୱାଭିମାନ ଥିଲା। ରାଣୀ ଲକ୍ଷ୍ମୀବାଇ ରାଣୀ ନୁହେଁ, ସେ ତ ସ୍ୱାଧୀନତାର ଜ୍ୱାଳା ଥିଲା, ସ୍ୱାଧୀନତାର ଜ୍ୱାଳା ଥିଲା। ତ ଭାଇମାନେ ଆଜି ଆମେ ଆଲୋଚନା କରିବା ରାଣୀ ଲକ୍ଷ୍ମୀବାଇ। ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆମେ ଆଲୋଚନା କରିବା, ଯେ କି 1857 ସିପାହୀ ବିଦ୍ରୋହର ଗୋଟେ ବହୁତ ବଡ ଅଂଶ ଥିଲେ। ସିପାହୀ ବିଦ୍ରୋହଟାକୁ ଆଲୋଚନା କରିବା ପାଇଁ ହେଲେ ବହୁତ ସମୟ ଲାଗିବ, ପାଖାପାଖି ମାସେରୁ ଗୋଟେ ବର୍ଷ ଲାଗି ଯାଇପାରେ। ସେଥିରେ ଗୋଟେ ମୁଖ୍ୟ ଭାଗ ହଉଛି ରାଣୀ ଲକ୍ଷ୍ମୀବାଇ। ରାଣୀ ଲକ୍ଷ୍ମୀବାଇ ଏ ବିଷୟରେ ଆମେ ବିଶେଷ ଭାବରେ ଆଲୋଚନା କରିବା। ରାଣୀ ଲକ୍ଷ୍ମୀବାଇଙ୍କର ଶିଶୁ ନାମ ମାନେ ଛୋଟ ବେଳର ନାମ କଣ ଥିଲା ନା ନାମ ଥିଲା ମଣିକର୍ଣ୍ଣିକା। এই ମଣିକର୍ଣ୍ଣିକା ଉପରେ ମଧ୍ୟ ବହୁତ ଫିଲ୍ମ ମଧ୍ୟ ତିଆରି ହେଇଛି, ଆପଣ ମାନେ ଦେଖିଥିବେ। ମଣିକର୍ଣ୍ଣିକା ଆଉ ନିକ୍ ନେମ୍ ଯାହାକୁ କହୁଛୁ, ଯାହା ସ୍ନେହ ଆଦରରେ ପିତାମାତା ମାନେ ଡାକନ୍ତି, ସେ ହଉଛି ମନୁ। ମଣିକର୍ଣ୍ଣିକା ମନୁ। ବନାରସ ବାରାଣାସୀ ବୋଲି ଯାହାକୁ କୁହାଯାଉଛି ଉତ୍ତରପ୍ରଦେଶ, ବନାରସରେ 19 ନଭେମ୍ବର 1828 ମସିହାରେ ଜନ୍ମ ହୋଇଥିଲେ ଏମିତି ଜଣେ ନାରୀ, ଯାହାକୁ ଆଜି ମଧ୍ୟ ଭାରତରେ ମହିଳା ମାନଙ୍କର ବୀରତ୍ୱର ପ୍ରତୀକ ବା ସିମ୍ବଲ ଭାବରେ ସମ୍ମାନ କରାଯାଉଛି ବା ତାକୁ ସ୍ମରଣ କରାଯାଉଛି। ପିତାଙ୍କ ନାମ ଥିଲା ମୋରପୋଥ ତାବେ, ମାତା ଥିଲେ ଭାଗୀରଥୀ ସପ୍ରେ। ଭାଗୀରଥୀ ସପ୍ରେ। ମୋରପୋଥ ତାବେ ଯୋଉ ତାଙ୍କର ପିତା ଥିଲେ, ଝାନ୍ସୀ ରାଣୀ ପିତା ଥିଲେ, ସେ କଣ ପେଶୱା ବାଜିରାଓ ଦ୍ୱିତୀୟଙ୍କର କୋର୍ଟରେ ଜଣେ ଆଡଭାଇଜର ଥିଲେ। ଆଡଭାଇଜର ମାନେ ସେ ଯୋଉ ବିଚାରପତି ଯୋଉ ରହୁଥିଲେ ତାଙ୍କୁ ଉପଦେଶ ଦେବାର କାମ କରୁଥିଲେ। ଇଏ ବହୁତ ଡିସିପ୍ଲିନ ଲୋକ ଥିଲେ, ବହୁତ ଏଜୁକେଟେଡ, ହାଇଲି ଏଜୁକେଟେଡ ଲୋକ ଥିଲେ। କିଏ ନା ମୋରପୋଥ ତାବେ, ମଣିକର୍ଣ୍ଣିକାଙ୍କର ପିତା। ଇଏ କେବଳ ଏକୁଟିଆ, ମଣିକର୍ଣ୍ଣିକା ହେଉଛନ୍ତି କେବଳ ଜଣେ ମାତ୍ର ସନ୍ତାନ। ତାଙ୍କର ଜନ୍ମର କିଛି ବର୍ଷ ପରେ ତାଙ୍କ ମା ଭାଗୀରଥୀ ସପ୍ରେ ମୃତ୍ୟୁବରଣ କରିଥିଲେ, ଯାହା ଫଳରେ ମୋରପୋଥ ତାବେ କଣ କରିଥିଲେ, ଏକୁଟିଆ ହିଁ ଝାନ୍ସୀ ରାଣୀ ପରେ ହେଲେ ମଣିକର୍ଣ୍ଣିକାଙ୍କୁ ଲାଳନ ପାଳନ ପୋଷଣ କରିଥିଲେ ଏବଂ ତାଙ୍କୁ ବଡ କରିଥିଲେ। ୟାଙ୍କର ଲାଳନ ପାଳନ କାହା ସହିତ ହେଇଥିଲା ନା ତାନ୍ତିଆ ଟୋପେ। ତାନ୍ତିଆ ଟୋପେ ଆଉ ନାନା ସାହେବ। ଏମାନଙ୍କ ସହିତ ମଣିକର୍ଣ୍ଣିକାଙ୍କର ଛୋଟ ବେଳର ପିଲାଦିନ ବିତିଥିଲା। ତ ଏଇମାନେ ଯେମିତି ସାହସୀ, ରାଣୀ ଲକ୍ଷ୍ମୀବାଇ ମଧ୍ୟ ପିଲାବେଳେ ସେମିତି ସାହସୀ ଥିଲେ। ବହୁତ ପାଠ ପଢିଥିଲେ। ପାଠ କଣ ନା ହିନ୍ଦୀ, ସଂସ୍କୃତ, ମରାଠୀ ଭାଷା ବହୁତ ଗୁଡେ, ଏବଂ ଆଧୁନିକ ଯୋଉ ରାଜନୀତି ବିଜ୍ଞାନ ଯାହା କହିବା, ପଲିଟିକାଲ ସାଇନ୍ସ ଯୋଉ କହିବା, ତାର ମଧ୍ୟ ଦକ୍ଷତା ଥିଲା କାହା ପାଖରେ ନା ମଣିକର୍ଣ୍ଣିକାଙ୍କ ପାଖରେ। ତା ଛଡା ଘୋଡା ଚଳେଇବା, ତଲବାରବାଜି ଆଉ ଧନୁର୍ବିଦ୍ୟା ଏହାକୁ ମଧ୍ୟ ଭଲ ଭାବରେ ପିଲାବେଳୁ ସିଏ ଶିକ୍ଷା କରିଥିଲେ। କିଏ ନା ମଣିକର୍ଣ୍ଣିକା। ତାଙ୍କର ବିବାହ ହେଲା। ବିବାହ କେବେ ହେଲା? ବିବାହ ହେଲା 1842 ମସିହାରେ। 1842 ମସିହାରେ ତାଙ୍କର ବୟସ ଥିଲା 14 ବର୍ଷ। 14 ବର୍ଷ ବୟସରେ ବିବାହ କରାହେଲା ମଣିକର୍ଣ୍ଣିକାଙ୍କର। କାହା ସହିତ ବିବାହ ହେଲା ନା ଝାନ୍ସୀର ବୁନ୍ଦେଲଖଣ୍ଡର ରାଜା, ମରାଠା ସାମ୍ରାଜ୍ୟର ସେ ସମୟରେ ଚାଲିଥିଲା ମରାଠା ସାମ୍ରାଜ୍ୟର ବୁନ୍ଦେଲଖଣ୍ଡର ରାଜା ଥିଲେ କିଏ ନା ରାଜା ଗଙ୍ଗାଧର ରାଓ ନାଭେଲକର ଥିଲେ ମରାଠା ସାମ୍ରାଜ୍ୟର ସେ ସମୟର ବୁନ୍ଦେଲଖଣ୍ଡର ରାଜା। ତାଙ୍କ ସହିତ ବିବାହ ହେଲା। ବିବାହ ସମୟରେ 1842 ମସିହାରେ ବିବାହ ସମୟରେ ତାଙ୍କର ବୟସ ଥିଲା ମାତ୍ର 14 ବର୍ଷ। ମାତ୍ର 14 ବର୍ଷ ତାଙ୍କର ନାଁ ତାଙ୍କୁ 14 ବର୍ଷ ବୟସରେ ବିବାହ ହେଲେ। ବିବାହ ପରେ ତାଙ୍କର ନାଁ ଲକ୍ଷ୍ମୀବାଇ, ରାଣୀ ଲକ୍ଷ୍ମୀବାଇ ବୋଲି ପଡିଲା। ଆଉ ଇତିହାସରେ ଆଜି ପର୍ଯ୍ୟନ୍ତ ସମସ୍ତେ ତାକୁ ଝାନ୍ସୀ କି ରାଣୀ ଲକ୍ଷ୍ମୀବାଇ ବୋଲି କହୁଛନ୍ତି। ତାଙ୍କର କେବଳ ଲକ୍ଷ୍ମୀବାଇ ବୋଲି କୁହନ୍ତି ନାହିଁ, ତାଙ୍କର ଟୋଟାଲ ସମ୍ପୂର୍ଣ୍ଣ ନାଁଟା ଯଦି କହିବାକୁ ପଡିବ ତାହେଲେ ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ବୋଲି ଆଜି ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି। ତାଙ୍କର ଗୋଟିଏ ମାତ୍ର ପୁତ୍ର ହୋଇଥିଲା। ପୁତ୍ର କେତେ? ନିଜ ପୁତ୍ର କଣ? ରାଜା ଗଙ୍ଗାଧର ରାଓ ଆଉ ଲକ୍ଷ୍ମୀବାଇଙ୍କର ଏକମାତ୍ର ପୁତ୍ର ସନ୍ତାନ ହେଇଥିଲା 1851 ମସିହାରେ, ଏବଂ ଜନ୍ମର କିଛି ମାସ ସମୟ ପରେ ସେ ପୁତ୍ର ମୃତ୍ୟୁବରଣ କରିଥିଲେ। ତାପରେ କଣ କଲେ ରାଜା ଗଙ୍ଗାଧର ରାଓ? କଣ କଲେ ନା ଆଉ ଜଣକୁ କଣ କଲେ ନା ଦତ୍ତକ ପୁତ୍ର ମାନେ ଆଡପ୍ଟେଡ ସନ୍ ଯାହାକୁ କହିବେ, ପୋଷ୍ୟ ପୁତ୍ର ଭାବେ ଗ୍ରହଣ କଲେ। କିଏ? ତାଙ୍କର ନାଁ ରହିଲା ଦାମୋଦର ରାଓ। ଏ ଯୋଉ ପୋଷ୍ୟ ପୁତ୍ର ସନ୍ତାନ ଏ ଯୋଉ ଗ୍ରହଣ କଲେ, ଏଇଟା କାହାର ଆଇନ ଅନୁସାରେ ହେଇଥିଲା? ଏଟା ହେଇଥିଲା ବ୍ରିଟିଶ ମାନଙ୍କ ଆଇନ ଅନୁସାରେ।
ब्रिटिश मानक कहीं से समय को ब्रिटिश मानक शासन संपूर्ण भाव में चलुला देश में ब्रिटिश मानक उपस्थित रे ब्रिटिश मानक आईन अनुसार ही कौन कराइला ना दामोदर राव को पुत्र भाव ग्रहण करते राजा गंगाधर राव कौन कले घोषणा करदे जे मोर अंते अर्थात से समय राजा शासन एमती थिला जे पितार अंते पुत्र को राजगादी मिलुथिला तो गंगाधर राव कौन कले राजा गंगाधर राव कहले मो मृत्यु पर मो पुत्र दामोदर राव हबो बुंदेलखंडर राजा से समय गवर्नर जनरल के थिले लॉर्ड डेल हाउसी कौन कले ना डॉक्टरिन ऑफ लैप्स ए आईन टाको चालू करूथिले आनिथिले गोटे आईन आनिथिले डॉक्टरिन ऑफ लैप्स ए ऊपर विशेष भाव में आलोचना करबा डॉक्टरिन ऑफ लैप्स सिंगल लाइन रे बुझंतु जो राज्य रो राजा रो पुत्र संतान नाही से राज्य को ब्रिटिश कब्जा करिवो बा ब्रिटिश शासन करिवो कौन होला ना 1851 रे राजा गंगाधर राव मृत्युवरण कले 1851 रे रानी सबु जाक शासन भार से समय रे दामोदर राव छोट पिला सबु जाक झांसी रो शासन भार का पाखरे रहिला लक्ष्मीबाई को पाखरे रानी लक्ष्मीबाई को पाखरे रहिला संपूर्ण शासन भार राजा गंगाधर राव घोषणा कले दामोदर राव हबे ताकर उत्तराधिकारी एवं से समय गवर्नर जनरल किए थिले ना लॉर्ड डेल हाउसी थिले से समय गवर्नर जनरल से कौन आनिथिले ना डॉक्टरिन ऑफ लैप्स ए आईन आनिथिले ए आईन कोन ना जे राजांकर कोनोसी सोजात निजर संतान नथिबो से राज्य को ब्रिटिश कब्जा करिवो से राज्य को ब्रिटिश माने शासन करिवे काहेकि से कौन करूथिले ना पोषे संतान बा ग्रहण संतान को सेमान स्वीकार करू नथिले कौन पाई से माने चाहुथिले जे ए जो राजा शासन जो अछि भारत रे ताको संपूर्ण भाव शेष करबा एवं ब्रिटिश साम्राज्य बढ़ेबा सहित भारत को बहुत समय दीर्घ समय धरि गोलाम करिया पय से माने चाहुथिले ब्रिटिश मान को निजर प्रॉफिट पाई चाहुथिले गवर्नर जनरल के लॉर्ड डेलहाउसी से कौन कोने ना डॉक्ट्रिन ऑफ लैप्स आनिले से जानिथिले जे राजा गंगाधर राव को निजर कोनोसी पुत्र नाही से दामोदर राव को निजर पोषे पुत्र भाव ग्रहण करछन्ती तो एमाने कोन कोले गवर्नर जनरल कोन कोले कहिले ना रानी राजा तो मरि गले बे आपण शासन करि पारिबे नाही लिंगगत भेदभाव जो कहिले एटा ब्रिटिश माने का सहित कोले ना रानी लक्ष्मीबाई को सहित कोले जे कहिले आपण जने महिला आपण शासन करिया पय योग्य बा आपण शासन करि पारिबे नाही एबे एई राज्य को ब्रिटिश मानकु दे दियंतु आपण झांसी रो दुर्ग छाड़ी के आपण जातु एवं आपण को पेंशन दिया आपण को पेंशन दिया भत्ता पर जहा को कहू आपण शासन करि पारिबे नाही आ ऊपर जेहेतु पोष्य पुत्र ग्रहण करिसंती से पोष्य पुत्र मध्ये योग्य होय एबे झांसी को शासन करिवो किए ना ब्रिटिश गवर्नमेंट शासन करिवो तो ए सब जो भरी मत देले बा जहा सब प्रस्ताव देले ए सब प्रस्ताव को झांसी रानी कौन बोले ना जंती कहंती गोड़ रे गोइठा मारिया कहंती कोन सेटा भुखे कले नाही आ भय कोइले डरिले रानी कोन ना एही आईन को जदि आपण मानिबे नाही ताले बड़ पूर्वक झांसी को कब्जा करा हबो फोर्स ब्रिटिश आर्मी फोर्स लगे कब्जा करा हबो एवं प्रशासनिक सुविधा आपण कोनोसी प्रशासनिक सुविधा नहीं पारिबे नाही देई पारिबे नाही प्रशासन चले पारिबे नाही जदि प्रशासन चलेया पई ब्रिटिश कर परमिशन दरकार ब्रिटिश एजेंट कर परमिशन दरकार ए सब गुरानी कोन कोने रानी ए सब को पातरे आरे देले गोठा मार देले से समय ब्रिटिश माने कोन चालाकी करले ना ब्रिटिश माने झांसी राज्य रे कोन कोने किछि ब्रिटिश को निजे ही मारी पकाइले काहे ना एमिति बहुत लोक भी थिले ब्रिटिश माने बहुत खराब ना लॉर्ड डेलहाउसी को नजर को आसीबो जे झांसी रानी कोन कोने ना ब्रिटिश माने को मर्डर करले जा पर अटैक करिवार परमिशन मिली जिवो तार कौन से प्रमाण मिले ना के कहंती निजे मरि जति के कहंती ब्रिटिश माने मारि जति तो ब्रिटिश मान को किछि ब्रिटिश कर मृत्यु होला जा पर ब्रिटिश माने भीषण भाव रे रागी गले गोटे थर तो निजर प्रस्ताव देटा प्रस्ताव को पादरे आड़े देले द्वितीय थर ब्रिटिश माने मरि गले तो से सब को नै कि कोन कोन ना अटैक करिवार प्लान कले
ଆଉ ଏଠି ମନେ ରଖନ୍ତୁ ଏ ଡକ୍ଟରିନ୍ ଅଫ ଲାପ୍ସ ଆଇନ ମାଧ୍ୟମରେ 1848 ସମ୍ବଲପୁର, ଉଦୟପୁର, ଝାନ୍ସୀ, ନାଗପୁର ଏସବୁକୁ ବ୍ରିଟିଶ ମାନେ କବ୍ଜା କରିଥିଲେ। ଏଠି ଝାନ୍ସୀ ଝାନ୍ସୀକୁ ବ୍ରିଟିଶ ମାନେ କବ୍ଜା କରି ପକେଇଛନ୍ତି। କେମିତି ନା ଯୁଦ୍ଧ ହେଲା। ଏଇ ଯୋଉ ଡକ୍ଟରିନ୍ ଅଫ ଲାପ୍ସ ଏଇ ଆଇନକୁ କିଏ ମାନିଲେ ନାହିଁ ନା ରାଣୀ ଆଉ ନାନା ସାହେବ ମନା କଲେ। ଯୁଦ୍ଧ ପାଇଁ ଯେତେବେଳେ ଘୋଷଣା କରାହେଲା, ପ୍ରସ୍ତୁତି କରାହେଲା, ରାଣୀ କଣ କଲେ ନା ନିଜର ସେନା ତିଆରି କଲେ, ନିଜର ଦୁର୍ଗ ପ୍ରସ୍ତୁତ କଲେ, ସୈନ୍ୟ ସାମନ୍ତକୁ ସଜାଡ଼ିଲେ। ତା ରାଣୀଙ୍କ ପାଖରେ ଥିଲା 3 ରୁ 4,000, ବ୍ରିଟିଶ ମାନଙ୍କ ପାଖରେ ଥିଲା 20,000 ସୈନ୍ୟ। 20,000 ସୈନ୍ୟ ଥିଲା ବ୍ରିଟିଶ ମାନଙ୍କ ପାଖରେ। ତ କଣ ନା ମାର୍ଚ୍ଚ 1858 ମାର୍ଚ୍ଚ ମାସ 1858 ମସିହାରେ ବ୍ରିଟିଶ ମାନେ କଣ କଲେ, ବ୍ରିଟିଶ ମାନେ ଝାନ୍ସୀର ଯୋଉ ଦୁର୍ଗ ଥିଲା, ଝାନ୍ସୀର ଯୋଉ ଫୋର୍ଟ ଥିଲା, ସେ ଫୋର୍ଟକୁ ଘେରାଉ କଲେ। ଚାରିଆଡୁ ଘେରାଉ କଲେ। ମାର୍ଚ୍ଚରୁ ଏପ୍ରିଲ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଲା, ଭୀଷଣ ଯୁଦ୍ଧ ଚାଲିଲା। ଯୁଦ୍ଧରେ କିଏ ନା ଏମାନଙ୍କର ରାଣୀଙ୍କର ସେନାର କମାଣ୍ଡର ଥିଲେ ନିଜେ ରାଣୀ ଥିଲେ, ଏବଂ ବ୍ରିଟିଶ ସେନାର ଯୋଉ କମାଣ୍ଡର ଥିଲେ ସେ ଥିଲେ କଣ ତାଙ୍କ ନା ହଫ୍ ରୋଜ। ବ୍ରିଟିଶ କମାଣ୍ଡର ହଫ୍ ରୋଜ କଣ କଲେ ନା ଝାନ୍ସୀ ଫୋର୍ଟକୁ ଭାଙ୍ଗି ଦେଲେ, ନଷ୍ଟ କଲେ। କାହିଁକି ଝାନ୍ସୀ ରାଣୀ ମାନଙ୍କ ପାଖରେ ସେ ସମୟରେ, ବର୍ତ୍ତମାନ ସବୁ ଦେଶ ପାଖରେ ସମସ୍ତଙ୍କ ପାଖରେ ୱେପନ ଅଛି, କିନ୍ତୁ ସେ ସମୟରେ ଏ ଧନୁତୀର ଆଉ ତୋପ ବନ୍ଧୁକ, ଧନୁତୀରରେ ତୋପ ବନ୍ଧୁକର ସାମ୍ନା କରିବାଟା ବହୁତ ବଡ ମୁସ୍କିଲ। ତଥାପି ଭାବନ୍ତୁ ରାଣୀ ଲଢିଥିଲେ। ବ୍ରିଟିଶ କଣ କଲେ ନା ତାଙ୍କ ପାଖରେ 20,000 ସୈନ୍ୟ ଏବଂ ନୂଆ ଅସ୍ତ୍ରଶସ୍ତ୍ର ଥିଲା, ଯାହା ଦ୍ୱାରା ସେମାନେ ଝାନ୍ସୀ ଫୋର୍ଟକୁ କବ୍ଜା କଲେ, ଭାଙ୍ଗିଦେଲେ। ଯାହାଫଳରେ ରାଣୀ କଣ କଲେ, ତାଙ୍କର ଯୋଉ ଦତ୍ତକ ପୁତ୍ର ଥିଲା ଦାମୋଦର ରାଓ, ତାକୁ ପିଠି ପଟେ ବାନ୍ଧି ରାତିରେ ପଳାୟନ କଲେ। କୋଉଠିକି ପଳାୟନ କଲେ, ବୀରତ୍ୱର ସହିତ ଲୁଚିକି ନୁହଁ, ପଳାୟନ କଲେ। ପଳାୟନ କଲା ପରେ ଏଇଠୁ କାଳାପି ଯୁଦ୍ଧ ହୋଇଥିଲା। କାଳାପି ଯୁଦ୍ଧରେ କାଳାପିକୁ ମଧ୍ୟ ବ୍ରିଟିଶ ମାନେ ନିଜର ଗୋଲାମ କରିଦେଇଥିଲେ, ହରେଇଥିଲେ, ଜିତିଥିଲେ, ସିଜ କରିଦେଇଥିଲେ। ତାପରେ ରାଣୀ କଣ କଲେ, ରାଣୀ ମିଶିଗଲେ ତାନ୍ତିଆ ଟୋପେ ସହିତ। ରାଣୀ ମିଶିଗଲେ ତାନ୍ତିଆ ଟୋପେ ଗ୍ୱାଲିୟରକୁ କଣ କଲେ, ବ୍ରିଟିଶ ମାନେ କବ୍ଜା କରିଥିଲେ। ତାନ୍ତିଆ ଟୋପେ ସହିତ ମିଶି ଏ ଗ୍ୱାଲିୟର ଯୁଦ୍ଧ ଜିତିଲେ। କିଏ ଗ୍ୱାଲିୟରରେ ରାଣୀ ଯୁଦ୍ଧ କଲେ। ଝାନ୍ସୀ ରାଣୀ ଆଉ ତାନ୍ତିଆ ଟୋପେ ପରସ୍ପର 2 ଜଣ ଯାକ ମିଶି ଗ୍ୱାଲିୟର ଯୁଦ୍ଧ କେତେ ହେଲା ନା 18 ଜୁନ 1858 କୋଉଠି ନା କୋଥକି ସେରାଇ ବୋଲି ଗୋଟେ ଜାଗା ଅଛି ଗ୍ୱାଲିୟରରେ। କୋଥକି ସେରାଇ ବୋଲି ଗୋଟେ ଜାଗା ଅଛି, ସେଇଠି ଯୁଦ୍ଧ ହେଲା 1858 ମସିହା। 18 ତାରିଖ ଜୁନ ମାସରେ ଯୁଦ୍ଧ ହେଲା। ମାର୍ଚ୍ଚରୁ ଯୁଦ୍ଧ ଆରମ୍ଭ ହୋଇଛି ଜୁନ ମାସ ପର୍ଯ୍ୟନ୍ତ। ଏଇ ଯୋଉ କୋଥକି ସେରାଇ ବୋଲି ଯୋଉ ଏଇଠି ଯୋଉ ଜାଗା ଅଛି, ଏଠି କଣ କଲେ ନା ବ୍ରିଟିଶ ମାନେ ଚାହିଁଲେ ଯେ ରାଣୀକୁ ଜୀବନ୍ତ ଭାବରେ ଧରିବା ଦରକାର। ଯିଏ ଥାଉ ରାଣୀକୁ ଜୀବନ୍ତ ଧରିବା ଦରକାର। ବ୍ରିଟିଶ ମାନେ ଏଥିପାଇଁ ଚେଷ୍ଟା କଲେ, କିନ୍ତୁ ଯୁଦ୍ଧ ଚାଲିଥିଲା। ସାର୍ ହଫ୍ ରୋଜ ସେନା ଆଉ ରାଣୀ ଲକ୍ଷ୍ମୀବାଇ ଆଉ ତାନ୍ତିଆ ଟୋପେଙ୍କ ପରସ୍ପର ଏମାନଙ୍କର ପରସ୍ପର ଭିତରେ ଯୁଦ୍ଧ ଚାଲିଥିଲା, ଭୀଷଣ ଯୁଦ୍ଧ ଚାଲିଥିଲା। କଣ ହେଲା ନା ହଠାତ୍ ଗୋଟେ ଗୋଳି ଆସି ବାଜିଲା ରାଣୀଙ୍କ ଛାତିରେ। ରାଣୀ ଘୋଡାରୁ ଖସି ପଡିଲେ ତଳକୁ ଏବଂ କହିଲେ, ମୁଁ ବଞ୍ଚି ଥାଉ ମୋ ଶରୀରଟିକୁ ବ୍ରିଟିଶ ମାନଙ୍କୁ ଦେବ ନାହିଁ। ତ ତାଙ୍କର ସହଯୋଗୀ ମାନେ ଯୋଉ ଥିଲେ, ସହଯୋଗୀ ମାନେ କଣ କଲେ, ରାଣୀ ଯେମିତି ପଡିଗଲେ ତାକୁ ଘୋଡାରେ ନେଇଗଲେ। ଉଠିକି ନେଲେ ନାଇଁ କୋଥକି ସେରାଇ ନିକଟରେ ଗୋଟେ ସାଧାରଣ କୁଳିଆ ଥିଲେ, ସେ କୁଳିଆ ଭିତରେ ରଖିକି କୁଳିଆକୁ ନିଆଁ ଲଗେଇ ଦିଆହେଲା। ରାଣୀ କହିଥିଲେ ଯେ ମୋ ଶରୀରଟିକୁ ମୁଁ ମରିଗଲା ପରେ ମଧ୍ୟ ବ୍ରିଟିଶ ମାନଙ୍କ ହାତରେ ଦେବ ନାହିଁ। କୁଳିଆଟିକୁ ନିଆଁ ଲଗେଇ ଦିଆଗଲା ଏବଂ ଭାରତ ଇତିହାସର ଜଣେ ଗୌରବପୂର୍ଣ୍ଣ ମହିଳା ଦେଶ ପାଇଁ, ନିଜ ସମାଜ ପାଇଁ, ନିଜ ଜାତି ପାଇଁ ଯୁଦ୍ଧ କରି ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରିଥିଲେ। ଏ ଭିତରେ ବହୁତ କିଛି ଏମିତି ଅଛି, ରହସ୍ୟ ଅଛି, ଯାହାକୁ ଜଣଙ୍କର ଜୀବନୀ ଶୈଳୀ ସମ୍ପୂର୍ଣ୍ଣ ଜୀବନକୁ ବ୍ୟାଖ୍ୟା କରିବା ପାଇଁ ଆମର ସମ୍ପୂର୍ଣ୍ଣ ଜୀବନ ସରିଗଲେ ମଧ୍ୟ ହବ ନାହିଁ। କାହିଁକି ଏମାନେ ଥିଲେ ଭାରତର ବୀରାଙ୍ଗନା, ଭାରତର ମହିଳା ମାନଙ୍କର ପ୍ରତୀକ ଏମାନେ ଥିଲେ। ତେଣୁ ଅତ୍ୟନ୍ତ ସଂକ୍ଷେପ ଭାବରେ ମୁଁ କହିଛି, ବର୍ଣ୍ଣନା କରିଛି। ରାଣୀ କୋଉଠି ମରିଥିଲେ ନା ଗ୍ୱାଲିୟର
ନିକଟ ଗ୍ୱାଲିୟରରେ ମରିଥିଲେ। ଡେଟ୍ ଥିଲା 18 ଜୁନ 1858 ମସିହା। କଥକ କିଶୋରାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଭାରତର ନାରୀମାନେ କେତେ ମହାନ, କେତେ ବୀରତ୍ୱର ପ୍ରତୀକ, କେତେ ସାହସ, କେତେ ଉଦ୍ୟମୀ ସେମାନଙ୍କ ପାଖରେ ଥିଲା। ବ୍ରିଟିଶ ମାନେ କହିଥିଲେ ଯଦି ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ବଞ୍ଚିଥାନ୍ତେ ତାହେଲେ ଖୁବ ଶୀଘ୍ର ଆମକୁ ଭାରତ ଛାଡିବାକୁ ପଡିଥାନ୍ତା। ସେ ଥିଲେ ଇଣ୍ଡିଆନ ବେଷ୍ଟ ଲିଡର, ଇଣ୍ଡିଆନ ବେଷ୍ଟ ଲିଡର ଥିଲେ। ସିଏ କହିଥିଲେ ଯଦି ଝାନ୍ସୀ ରାଣୀ ବଞ୍ଚିଥାନ୍ତେ ଭାରତକୁ ଆମକୁ ଖୁବ ଶୀଘ୍ର ସ୍ୱାଧୀନତା ଦେବା ପାଇଁ ପଡିଥାନ୍ତା। ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କୁ ସେମାନେ ତାଙ୍କର ମୃତ୍ୟୁ ପରେ ତାଙ୍କ ଉଦ୍ଦେଶ୍ୟରେ ସମ୍ମାନ ମଧ୍ୟ ଜଣାଇଥିଲେ, ସେ ଅଲଗା କଥା। କିନ୍ତୁ କହିଥିଲେ ବେଷ୍ଟ ରୁଲର, ବେଷ୍ଟ ୱାରିୟର। ରାଣୀ ଲକ୍ଷ୍ମୀବାଇ ଜଣେ ଉତ୍ତମ ଶାସିକା ବା ରାଜା ବା ରାଣୀ ଯାହା କୁହନ୍ତୁ, ଉତ୍ତମ ଶାସନ ଯିଏ କରେ ସିଏ, ଏବଂ ଜଣେ ସର୍ବଶ୍ରେଷ୍ଠ ଯୋଦ୍ଧା, এটা ବ୍ରିଟିଶ ମାନେ କହିଥିଲେ। ତ ଆଶା କରୁଛି ଆଜିର ଭିଡିଓଟି ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରନ୍ତୁ, ଆଉ କମେଣ୍ଟରେ ମୋତେ ଜଣାନ୍ତୁ